ମାଲୋ ମୁଁ କ'ଣ ଦୋଷ କରିଥିଲି? ତୁ ମୋତେ ଜନ୍ମ କରି ଏମିତି ଏକା କରି ରାସ୍ତା କଡ଼ରେ ପକାଇ ଦେଇ ଚାଲିଗଲୁ କ'ଣ ପାଇଁ? କି ଦୋଷ କରିଥିଲି ମୁଁ? ଓହୋ, ମୋର ଦୋଷ ଏତିକି ଯେ ମୁଁ ଗୋଟିଏ ଝିଅ। ସତରେ ମା, ମୁଁ ଝିଅ ହେବାଟା କ'ଣ ଭୁଲ? ଭଗବାନ ଯେତେବେଳେ ମୋତେ ସୃଷ୍ଟି କଲେ କେଉଁ ଗୋଟିଏ ମହତ ଉଦ୍ଦେଶ୍ୟ ନେଇ ମୋତେ ତୋ କୋଳରେ ଜନ୍ମ ଦେଇଥିଲେ। ହେଲେ ତୁ କ'ଣ କଲୁ? ରାସ୍ତା କଡ଼ରେ ପକାଇ ଦେଇ ଚାଲିଗଲୁ। ମୋତେ ଲାଗୁଛି ମା, ମୁଁ ତ ପାପ ଗର୍ଭରୁ ଜନ୍ମ ହୋଇଛି। କାହିଁକି ନା ତୁ ତୋ ନିଜର ପାପକୁ ଲୁଚେଇବା ପାଇଁ ଆଉ ଗୋଟିଏ ପାପ କରି ବସିଲୁ। ତୁ ଭାବୁଥିବୁ ତୁ ଯେଉଁ ପାପ କରି ମୋତେ ଜନ୍ମ କରିଲୁ ସେଇ କଥା ସିନା କେହି ଜାଣିପାରିଲେ ନାହିଁ, କିନ୍ତୁ ଭଗବାନଙ୍କ ପାଖରୁ ତୁ ଖସି ପାରିବୁନି ଲୋ ମା। ଏମିତି କୋହଭରା କଣ୍ଠରେ ନିଜର ମନର କଥାକୁ ବଖାଣୁଛି ଶିଶୁ କନ୍ୟାଟିଏ। ହଁ ଆଜ୍ଞା, ଆମ କଥାଟି ଆପଣମାନଙ୍କୁ ନାଟକର କୌଣସି ସଂଳାପ ପରି ଲାଗୁଥିବ। ଆଜ୍ଞା, କଥାଟି ସତ। ଏମିତି ଏକ କୁତ୍ସିତ ମାନସିକତାର ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତ ମୁନିପଦାଠାରେ। ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାକୁ କେହି ପଲିଥିନରେ ବାନ୍ଧି ଫିଙ୍ଗି ଦେଇଥିଲା। ଶିଶୁକନ୍ୟାର କାନ୍ଦ ଶୁଣି ମୁନିପଦା ଗାଁର ସୁମିତ୍ରା ମାଝୀ ଶିଶୁକନ୍ୟାଟିକୁ ଉଦ୍ଧାର କରି ଧାମରା ମେଡିକାଲକୁ ଆଣିଥିଲେ। ସମ୍ପୃକ୍ତ ଶିଶୁକନ୍ୟାର ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ଗୁରୁତର ଥିବାରୁ ତାକୁ ଭଦ୍ରକ ମେଡିକାଲ ପଠାଯାଇଛି। ଏପରି କାର୍ଯ୍ୟ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ଅଞ୍ଚଳରେ ଦାବି କରିଛନ୍ତି। ନା କ'ଣ ପୁରା ଧାମରା ଡାକ୍ତରଖାନା ନା ଗଭର୍ଣ୍ଣମେଣ୍ଟ ଡାକ୍ତରଖାନା? ହଉ ଠିକ୍। କରଞ୍ଜମାଳ ଆମ ଘର ଏପଟେ ରାସ୍ତା ଏପଟରେ ସେ ରାସ୍ତା ସେପଟରେ ବୁଦାମୂଳେ এইরকম যেরকম পুଅ ଛୁଆ ସବୁ ଠିଆ ହେଇছে ସେଇরকম 7-8 ଜଣ ଠିଆ ହେଇକି ଦେଖୁଛନ୍ତି। ଆମ ବୋଉଟି କହିଲା ବୋଉ ସେଠି ଆକ୍ସିଡେଣ୍ଟ ହେଲା ନା ଜାଣି ଦେଖିବେ ଟିକେ। ମୁଁ ଦୌଡ଼ିକି ଚାଲିଗଲି। ଚାଲିଲା ବେଳକୁ ସେ ସବୁ ଠିଆ ହେଇକି ଦେଖୁଛନ୍ତି। ଗୋଟେ ଭାଇ ହିସାବ ହେବ ମୋତେ କହିଲା ନାନୀ ସେ ତଳକୁ ଗଡ଼ିଯାନି ସେ କଳା ପଲିଥିନ୍ର କିଏ କହୁଛି ଛୁଆ ଗୋଟେ କାଳେ କିଏ ଟଗେଇଚିନି ଦେହ କିନ୍ତୁ ସେ ଛୁଆ ବଞ୍ଚିଛି ମରିଛି। ମୁଁ ଜାଣି ସେ ଛୁଆଟି ଗୋଡ଼ ଟିକେ ଏରୁ ହଲେଇ ଦେଲି ବଞ୍ଚିଛି। ମୁଁ ସବୁ ଘିନି ଆଇନି ବାବା ଘିନି ଆସି ରାସ୍ତା ଉପରେ ସେ ଧରିକି ଚିରି ଦେଲି। এই কথা ବାପା ଏବେ 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 କ'ଣ କହୁଛ? ଏବେ ସେ ବୋଉଟାକୁ ନେଇକି ଗଲୁ। ସେ ବୋଉଟି କହିଲୁ ତୁ ଯା କ୍ଷୀର ଟିକେ ଦେ। ବୋଉଟା କ୍ଷୀର ଦେଇକା ଢାମରା ନେଲା। ଢାମରାର ସେ ଯାଉ ତା ନାଡ଼ପଟ କାଟିକି ଇଏ କରିକି ବେରା ସାର ଛାଡ଼ିଲେ ଭଦ୍ରକରୁ ଆଣିକି ଆଇସିରେ ରଖିଛୁ ବାବା। ଆମେ ଚାହୁଁଛୁ, ଆମେ ଏତେ ପରିଶ୍ରମ କରିଛି, ମୋ କତିରେ ଗୋଟେ ପୁରୁଷ ନାହିଁ, ମୋର ସେ ଛୁଆଟିକି ବାପା ଚାହୁଁଛୁ। ମୋର କିଛି ଦରକାର ନାହିଁ ବାପା, ମୁଁ ସେ ଛୁଆଟିକି ପାଇଛି। ମୋର ସେ ଛୁଆଟି ମୋର ମୋ ବୋଉଟି ତାକୁ ତାର ଛୁଆଟି ତା ନାଁରେ କନେଇ ସାରିଛି। ଏବେ କ'ଣ କହୁଛନ୍ତି? ଛୁଆଟି ନେଇଯିବେ ନା ଆଣିବେ? ହଁ ସାର୍, ମୁଁ ସେ ଛୁଆଟିକି ନେବି। ସେ ଛୁଆର ମା ତା ଛୁଆ ଇଏ ତୁ କହ। ମୋ ଛୁଆ ନା ସେତେବେଳେ ତ କେହି ମାନେ କହିଲେ ଏମିତି ନେଲେନି କି ସେତେବେଳେ ତ କେହି ସେଠୁ ଦେଖିକି ବି କେହି ଦେଖୁଛୁନି କେହି କାହିଁ ସେତେବେଳେ ମିଡ଼ିଆ ବାଲା ଫୋନ୍ କରିପାରିଲେନି ନା, ସେତେବେଳେ ପୁଲିସ ବାଲା ଫୋନ୍ କରିପାରିଲେନି ନା। ଶିଶୁକୁ ଆମେ ବଞ୍ଚେଇ ଦଉ। କେତେ ଦିନ ତମ ଘରେ କେତେ ଦିନ ରଖିଛ? ଆଜ୍ଞା ସନ୍ଧ୍ୟାରେ କାଲି 5ଟା ବେଳେ ବାନ୍ଧେଇକି ଗଲୁ। ପାଇଲ କୋଉଦିନ? କାଲି 5ଟା ବେଳେ ପାଇଲୁ ବା। ସନ୍ଧ୍ୟା 5ଟା? କାଲି ସନ୍ଧ୍ୟାରେ 5ଟାରେ ପାଇକି ମେଡିକାଲ ସେଇ ବାଟେ ନେଇକି ଯାଇକି ସେଠୁ ଡାଇରେକ୍ଟ ଏଇଠି ଭଦ୍ରକ ଆସିକି ପହଞ୍ଚି। ମୋ ଘର ସାରା କେହି ନାହାନ୍ତି ପୁରୁଷ ପୁଅ, ଘର ମୁକୁଳା ହେଇଛି। ଆଜି ମୋ ଘର ସବୁ। ଭଦ୍ରକରୁ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ୍ ଓଡ଼ିଶା।